ଆଗେ କହ କଣ ଆପଣ ତ ସବୁ ଜିନିଷରେ ଏକ୍ସପର୍ଟ ନବୀନ ପଟ୍ଟନାୟକ ଆସିଲେ ଦଳର ନେତାମାନଙ୍କୁ ସମର୍ଥନ କରାଇଲେ ବଡ ଦିବସରେ ବଡ କଣ କହିବା ପାଇଁ ଚାହିଁବେ ଆଜି ପ୍ରଥମେ ତ 77ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଅଭିନନ୍ଦନ। କଷ୍ଟଲବ୍ଧ ସ୍ୱାଧୀନତା କେତେ କଷ୍ଟ କରିକି ଯୋଉମାନେ ସ୍ୱାଧୀନତା ସଂଗ୍ରାମ ଥିଲେ ଆମେ ପାଇଛେ ସେଟାକୁ ମନେ ରଖିବା ଉଚିତ। ଆଜିର ପିଲାମାନେ ଆଜିର ପିଢି ସେଇଟାକୁ ଭୁଲି ଗଲେଣି। ଯୋଉଠି ଆଜି ଦେଖିବେ ବ୍ୟକ୍ତି ସ୍ୱାଧୀନତା ମଧ୍ୟ ଆଜି ବିପଦରେ ଅଛି। ଆପଣ ମାନେ ସମସ୍ତେ ରାତି ପାହିଲେ ଦେଖୁଥିବେ କିଏ କଣ ଖାଇଲା, କିଏ କଣ ପିନ୍ଧିଲା, କିଏ କଣ ନାଇଲା, ସେ ମଧ୍ୟ ବିପଦରେ ଅଛି। ଏ ସମୟରେ ଯୋଉ କଥା ପଚାରୁଛନ୍ତି, ମୋର ନେତା ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ଗୋଟେ ଶୃଙ୍ଖଳିତ ଦଳ। ମୋର ନେତା ଜଣେ ସବୁଠୁ ମୁଁ କହିବି ଶୃଙ୍ଖଳିତ ଯଦି କିଏ ଥାଏ ସିଏ ହଉଛନ୍ତି ନବୀନ ପଟ୍ଟନାୟକ, ଯିଏ ସବୁବେଳେ ଅହିଂସାକୁ ଗୁରୁତ୍ୱ ଦେଇଛନ୍ତି। ଅହିଂସାକୁ ପ୍ରିଏମ୍ବୁଲରେ କେମିତି ରଖାହବ ସେ କଥା ମଧ୍ୟ ସେ ଦାବି କରିଛନ୍ତି। ଆମେ ତାଙ୍କ କଥାକୁ ନେଇକି ଆମେ ସଂସଦରେ ଉଠଉଛୁ। ସେଇଥିରୁ ଦେଖନ୍ତୁ ନବୀନ ପଟ୍ଟନାୟକ ଆସିଲେ ଗୋଟେ ଶୃଙ୍ଖଳିତ ଭାବରେ ଏଠି ପତାକା ଉତ୍ତୋଳନ ହେଲା। ସମସ୍ତଙ୍କ ପାଇଁ ସେ କେତେ ଭଲ ଭାବରେ ଇଏ କଲେ। ତେଣୁ ସମସ୍ତେ ଆମେ ଯେତେ ନେତା କିଏ ଗୋଟିଏ ମାତ୍ର, ଯେତେ ଆପଣ କହିବେ ସବୁ ନେତା, ମୁଁ ଗୋଟିଏ କଥା କହେ ଆଜ୍ଞା, ବିଜୁ ଜନତା ଦଳରେ ଯେତେ ନେତା ନାହାନ୍ତି, ବିଜୁ ଜନତା ଦଳରେ କେବଳ ଆଉ କେବଳ ଗୋଟିଏ ମାତ୍ର ନେତା, ସିଏ ହଉଛନ୍ତି ନବୀନ ପଟ୍ଟନାୟକ। ସିଏ ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ଆମେ ସମସ୍ତେ କର୍ମୀ, ତାଙ୍କ ମାର୍ଗ ଅନୁସରଣ କରିବା ପାଇଁ ଆମେ ଅଛୁ। ବିଜେଡି ବିଜେପିର ସାଲାଇନରେ ଚାଲୁଛି, ଏଇଭଳି ଜୟନାରାୟଣ ମିଶ୍ର ଗୋଟେ ପ୍ରତିକ୍ରିୟା କହିଛନ୍ତି। ଜୟନାରାୟଣ ମିଶ୍ର ତ ନିଜେ କୋମାରେ ଅଛନ୍ତି, ତାଙ୍କ ଦଳ ତାଙ୍କୁ ପଚାରୁନି। 5 ଫାଳ ସେ ଦଳ। ଧର୍ମେନ୍ଦ୍ର ପ୍ରଧାନ ଆସୁଛନ୍ତି, ମୋହନ ମାଝୀ ତାଙ୍କୁ ଡାକୁନାହାନ୍ତି ସମ୍ବଲପୁରରେ ଯେତେବେଳେ ଯାଉଛନ୍ତି ପ୍ରୋଗ୍ରାମକୁ। ଧର୍ମେନ୍ଦ୍ର ବାବୁ ଏବେ ଗୋଟେ ମାନେ ଶିକ୍ଷା ବିଭାଗର ଗୋଟେ କଲେ ସେଠି କୋଉଠି ସମ୍ବଲପୁରରେ, ସେଠି ସମସ୍ତଙ୍କର ଆଡଭର୍ଟାଇଜମେଣ୍ଟରେ ତାଙ୍କର ମୋହନ ମାଝୀଙ୍କ ନାଁ ନଥିଲା, ଫଟୋ ନଥିଲା। ଏସବୁ ବିଜେପିରେ ବହୁତ ଚାଲୁଛି ଆଜ୍ଞା। ଭାରତୀୟ ଜନତା ପାର୍ଟି ହେଲା, ମୁଁ ସବୁବେଳେ କହେ, ଭାରତୀୟ ଯାତ୍ରା ପାର୍ଟି। ଜୟନାରାୟଣ ମିଶ୍ର କୋମାରେ ଅଛନ୍ତି, ତାଙ୍କୁ କିଏ ପଚାରୁଛି କହିଲେ? ଜାମା ଯୋଡ ପିନ୍ଧି ମନ୍ତ୍ରୀ ହବା ପାଇଁ ଗୋଡ ଟେକି ଠିଆ ହୁଅନ୍ତି, ତାଙ୍କୁ କିଏ ପଚାରନ୍ତି? ନିଜ ଦଳ କଥା ଚିନ୍ତା କରନ୍ତୁ, ନିଜ ଦଳ କଥା ଚିନ୍ତା କରନ୍ତୁ। ସିଏ ଯିଏ କୋମାରେ ଥିବ ତାକୁ ତ ଯେତେବେଳେ ମଣିଷ ଆଖିରେ ପିଆଜ ଟା କଣ ଦେଖାଯାଏ? ଚୋପାମୟ ଦେଖାଯାଏ। ସେମିତି ଯେତେବେଳେ ଜଣ୍ଡିସ ହୁଏ, ସାରା ଦୁନିଆଟା ତାକୁ ହଳଦିଆ ହଳଦିଆ ଦେଖାଯାଏ କାମଳ ରୋଗ ହେଲେ। ଜୟନାରାୟଣ ମିଶ୍ର ଯେହେତୁ କୋମାରେ ଅଛନ୍ତି, ତାଙ୍କୁ ସେ ସାଲାଇନ, ମେଡିକାଲ ବେଡ, ଇଞ୍ଜେକ୍ସନ, ଡକ୍ଟର, ନର୍ସ ଏଗୁଡାକ ଦେଖା ଦଉଛି। ସିଏ ନିଜେ ଚିନ୍ତା କରନ୍ତୁ ଆଜ୍ଞା, ନିଜ ବିଷୟରେ, ନିଜ ଦଳ ବିଷୟରେ ଚିନ୍ତା କରନ୍ତୁ। ଏତେ ଆମ ଦଳ ବିଷୟରେ ଚିନ୍ତା କରିବାକୁ ଆମେ ଅଛୁ।